80तम स्वाधीनता दिवसर मुख्य अतिथि मान्यवर मुख्यमंत्री श्रीजुक्त मोहन चरण माझी जातीय पताका उत्तोलन करेंगे एवं पुलिस बैंड राष्ट्रीय संगीत वादन करेंगे। जय जगन्नाथ। प्रिय भाई और भौणी माने 80तम स्वाधीनता दिवस अवसर रे राज्यवासी तथा देश और विदेश में बसवास करुवा प्रत्येक भारतीय को मोर अभिनंदन और शुभेच्छा। स्वाधीन भारतर गौरवमय यात्रा रे आज आउ एक स्वर्णिम अध्याय जोड़ी हो जाइछि। भारतीय स्वाधीनता संग्राम इतिहास केवल एक संग्रामर कहानी नुहे, यह थिला राष्ट्र गठनर प्रथम पावछ। महात्मा गांधी नेतृत्व में विभिन्न विचारधारार स्वाधीनता संग्रामी माने गोटे मंच रे आसी ब्रिटिश सरकारंकर विरुद्ध रे एकजुट होइथिले। सत्याग्रह और अहिंसा मंत्र रे उद्भूत होई ब्रिटिश सरकारंकर विरुद्ध रे एक लंबा लड़ाई चलीथिला। एथि सहित समांतराल भावे नेताजी सुभाष चंद्र बोस और शहीद भगत सिंह परी महान क्रांतिकारी माने सशस्त्र संग्राम करथिले, किंतु मोटामोटी भावे यही स्वाधीनता संग्रामर मुख्य आधार थिला अहिंसा। फलस्वरूप 80 वर्ष तले आजिर दिन रे आम देश स्वाधीन होइथिला। यही महासंग्राम रे त्याग और बलिदान देइतबा महान स्वाधीनता संग्रामी पंडित जवाहरलाल नेहरू, सरदार वल्लभ भाई पटेल, बाल गंगाधर तिलक, वीर सावरकर, शहीद भगत सिंह, चंद्रशेखर आजाद, डॉक्टर बाबा साहेब आंबेडकर, डॉक्टर राजेंद्र प्रसाद, लाल बहादुर शास्त्री, मौलाना आजादंकर परी महान स्वाधीनता संग्रामी मानकर सहित लक्ष लक्ष संग्रामी मानंकु देशर अन्यान्य राज्य परी आम राज्य ओडिशा माटीर वीर संतान माने मध्य देशर स्वाधीनता पाई संग्राम करथिले। स्वाधीनता आंदोलन रे ओडिशार नेतृवृंदंकर असीम त्याग और संघर्ष ओडिशा को जातीय आंदोलन मुख्य स्रोतरे सामिल करिथिला। आजिर पवित्र दिन रे उत्कलमणि पंडित गोपबंधु दास, नवकृष्ण चौधरी, गोपबंधु चौधरी, शहीद लक्ष्मण नायक, वीर सुरेंद्र साय, शहीद माधव सिंह, चकरा बिसई, रेंडो माझी, माँ रमादेवी, माँ मालती चौधरी, डॉक्टर हरेकृष्ण महताब, विजु पट्टनायक, माँ पार्वती गिरी,
ଓ ସାରଳା ଦେବୀଙ୍କର ପରି ମହାନୁଭବଙ୍କର ବଳିଦାନ को ମନେ ପକାଇ ସେମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆପଣମାନେ ଜାଣିଛନ୍ତି 1857 ମସିହାର ସିପାହୀ ବିଦ୍ରୋହର ପ୍ରାୟ 40 ବର୍ଷ ପୂର୍ବରୁ 1817 ମସିହାରେ ଓଡ଼ିଶା ମାଟିରୁ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ। ଏହି ବିଦ୍ରୋହର ପୁରୋଧା ସାଜିଥିବା ମହାନାୟକ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କର ପରି ମହାନ ଦେଶପ୍ରେମୀ ଓ ବୀର ଯୋଦ୍ଧାଙ୍କ ପ୍ରତି ମୋର ଗଭୀର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଓଡ଼ିଶାର ଜନ ଆନ୍ଦୋଳନ ବିନା ସ୍ୱାଧୀନତା ସଂଗ୍ରାମର କାହାଣୀ ଅକଳ୍ପନୀୟ। ରକ୍ତ ତୀର୍ଥ ଇରମ, ଘୋମସୁର ବିଦ୍ରୋହ, ପ୍ରଜାମଣ୍ଡଳ ସଂଗ୍ରାମ, କନ୍ଧ ବିଦ୍ରୋହ, ସମ୍ବଲପୁର ବିଦ୍ରୋହ, କେନ୍ଦୁଝରର ଭୂୟାଁ ବିଦ୍ରୋହ, କୋରାପୁଟର ଆଦିବାସୀ ବିଦ୍ରୋହ ଆଦି ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଆହୁରି ଶାଣିତ କରିଥିଲା। ଏ ସମସ୍ତ ଜନଜାତି ଆନ୍ଦୋଳନକାରୀମାନଙ୍କର ବୀରତ୍ୱ ଓ ବଳିଦାନ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ସ୍ୱାଧୀନତା ପରବର୍ତ୍ତୀ କାଳରେ ଏ ଦେଶର ସୁରକ୍ଷା ଓ ଅଖଣ୍ଡତା ବଜାୟ ରଖିଥିବା ପ୍ରତିରକ୍ଷା ବାହିନୀ ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀର ବୀର ଯବାନମାନଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସ୍ୱାଧୀନତା ସଂଗ୍ରାମକୁ କାଶ୍ମୀରରୁ କନ୍ୟାକୁମାରୀ, ଗୁଜରାଟରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଏକତାର ସୂତ୍ରରେ ବାନ୍ଧିଥିଲା ଆମ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ଏବଂ ଆମ ଜାତୀୟ ପତାକା ତିରଙ୍ଗା। ଆଜି ପୁଣି ଥରେ ବନ୍ଦେ ମାତରମ୍ ଏବଂ ତିରଙ୍ଗାକୁ ଘରେ ଘରେ ପହଞ୍ଚାଇବା ପାଇଁ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାହା ଆଜି ଭାରତୀୟମାନଙ୍କ ମନରେ ଦେଶ ପ୍ରେମର ବନ୍ୟକୁ ପୁନର୍ପ୍ରଜ୍ୱଳିତ କରିଛି। ବନ୍ଧୁଗଣ, ଆଜି ଆମ ଦେଶ ସ୍ୱାଧୀନତାର 79 ବର୍ଷ ଅତିକ୍ରାନ୍ତ କରି 80 ବର୍ଷରେ ପହଞ୍ଚିଛି। ଏହି 80 ବର୍ଷରେ ଭାରତ ତାର ବିକାଶ ଯାତ୍ରାରେ ଅଗ୍ରସର ହୋଇ ଆଜି ବିଶ୍ୱର ଏକ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ଗତ 1 ବର୍ଷ ଥିଲା ଅତ୍ୟନ୍ତ ଘଟଣାବହୁଳ। ଭାରତ ଉଭୟ ଆଭ୍ୟନ୍ତରୀଣ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା। କିନ୍ତୁ ମାନନୀୟ ପ୍ରଧାନମନ୍ତ୍ରୀ ସଠିକ ସମୟରେ ସଠିକ ନିଷ୍ପତ୍ତି ନେଇ ଦେଶର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖିବା ସହିତ ମଜବୁତ କରିଛନ୍ତି। ସ୍ୱାଧୀନତା ପରବର୍ତ୍ତୀ କାଳରେ ଦେଶର ବିକାଶ ସବୁଠାରୁ ବଡ଼ ଆହ୍ୱାନ ଥିଲା। ସବୁ ସରକାର ନିଜ ନିଜ ସାଧ୍ୟ ସାମର୍ଥ୍ୟ ମୁତାବକ ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଦେଇଥିଲେ। କିନ୍ତୁ ସ୍ୱାଧୀନତାର 68 ବର୍ଷରେ ବିକାଶର ଗତି ଯେତେ ଆଶାନୁରୂପ ହେବା କଥା ତାହା ହୋଇପାରିନଥିଲା। କିନ୍ତୁ ମାନନୀୟ ମୋଦିଜୀ ଦେଶର ଶାସନ ଭାର ସମ୍ଭାଳିବା ପରେ ନୂତନ ଭାରତ ନିର୍ମାଣ ଯଥାର୍ଥରେ ଆରମ୍ଭ ହୋଇଥିଲା। 2014 ମସିହାର ସ୍ୱାଧୀନତା ଦିବସ ସମ୍ବୋଧନରେ ସ୍ୱଚ୍ଛ ଭାରତର ନାରାରୁ ଆରମ୍ଭ ହୋଇଥିଲା ନୂତନ ଭାରତର ନିର୍ମାଣ। ଏହି 12 ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ଦୂରଦର୍ଶୀ ନିଷ୍ପତ୍ତି ନେଇ ଦେଶକୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ସେ ପ୍ରତିଷ୍ଠା କରିଛନ୍ତି। ଆଜିର ଭାରତ ହେଉଛି ଆତ୍ମବିଶ୍ୱାସ, ଆତ୍ମନିର୍ଭର ଓ ଆତ୍ମସମ୍ମାନର ଭରା ଭାରତ। ଆମ ଦେଶର ଆତ୍ମା ହେଉଛନ୍ତି ଆମ ଦେଶର ପ୍ରକୃତ ନାଗରିକ। ସେମାନେ ତାଙ୍କର ଛୋଟ ଛୋଟ ସମସ୍ୟାର ଆଶୁ ନିରାକରଣ ଚାହାନ୍ତି, ଯାହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଜୀ ପୂରଣ କରିବାରେ ସହାୟକ ହୋଇପାରିଛନ୍ତି। ଆଉ ଆଗ ପରି ରନ୍ଧନ ଗ୍ୟାସ୍ ଏକ ବିଳାସପୂର୍ଣ୍ଣ ସାମଗ୍ରୀ ହୋଇ ରହିନାହିଁ କି ଗ୍ୟାସ୍ ପାଇବା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ଆମକୁ କେବେ ବି ପଡୁନାହିଁ। ଆଜି ଦେଶର ଗରିବଙ୍କର ପାଖରେ ବ୍ୟାଙ୍କ ଖାତା ଅଛି, ଯେଉଁଠାରେ ବିନା ଲାଞ୍ଚ ଦେଇ ନିଜର ନ୍ୟାଯ୍ୟ ପ୍ରାପ୍ୟ ସରକାରଙ୍କ ଠାରୁ ସେମାନେ ପାଇପାରୁଛନ୍ତି। ମାନନୀୟ ମୋଦିଜୀଙ୍କ ଦୂରଦର୍ଶୀ ନୀତିର ସଫଳ ରୂପାୟନ ଯୋଗୁଁ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସେବା ପାଇବା ଏବେ ଆଉ ସ୍ୱପ୍ନ ନୁହେଁ, ଏହା ଆଜି ବାସ୍ତବତାରେ ପରିଣତ ହୋଇଛି। ମୋଦିଜୀଙ୍କ ନେତୃତ୍ୱରେ ଦେଶ ଆଜି ସୁରକ୍ଷିତ। ବାଲାକୋଟ ଏୟାର ଷ୍ଟ୍ରାଇକ୍ ଓ ଅପରେସନ ସିନ୍ଦୁର ଏହାର ଜୀବନ୍ତ ପ୍ରମାଣ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଯୋଗୁଁ ଏହା ସମ୍ଭବ ହୋଇଥିଲା। ଦେଶରେ ନିର୍ମିତ ହେଉଥିବା ଅଗ୍ନି, ବ୍ରହ୍ମୋସ, ଆକାଶ, ଡ୍ରୋନ୍ ପରି
বিভিন্ন অস্ত্রশস্ত্র ବାହ୍ୟ ଶତ୍ରୁଙ୍କର ମନରେ ଭୟ ସଞ୍ଚାର ଆଜି କରିପାରିଛି। ଆପଣମାନେ ଜାଣିଥିବେ କିଛି ଦିନ ତଳେ ଭାରତର ଜେନ୍ଜି ବର୍ଗର ବୈଜ୍ଞାନିକମାନେ ନିଜସ୍ୱ ଜ୍ଞାନ କୌଶଳରେ ପ୍ରଥମ ପ୍ରଚେଷ୍ଟାରେ ହିଁ ସଫଳତାର ସହିତ ରକେଟ ଉତ୍କ୍ଷେପଣ କରି ଇତିହାସ ରଚିଛନ୍ତି ଓ ଦେଶ ପାଇଁ ଗୌରବ ଆଣିପାରିଛନ୍ତି। ଏହାର ଅର୍ଥ ହେଉଛି ଭାରତର ସାଧାରଣ ଲୋକ ବିଶେଷ କରିକି ଭାରତର ଯୁବଶକ୍ତି ପାଖରେ ଯେଉଁ ଶକ୍ତି ଓ ସାମର୍ଥ୍ୟ ଅଛି ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଦୃଢ଼ ଓ ଦୂରଦର୍ଶୀ ନେତୃତ୍ୱ ମାଧ୍ୟମରେ ତାହାର ପୂର୍ଣ୍ଣ ଉପଯୋଗ ହୋଇଛି। ଆମର ଯୁବଶକ୍ତି ହିଁ ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ଦିଗରେ ମୁଖ୍ୟ ଯୋଦ୍ଧା ଭାବେ ନିଜକୁ ସାମିଲ କରିଛନ୍ତି। ଗତ 12 ବର୍ଷରେ ମୋଦିଜୀଙ୍କର ନେତୃତ୍ୱରେ ଦେଶ ଅନେକ ସଫଳତା ହାସଲ କରିଛି, କିନ୍ତୁ ଏକ ଉଲ୍ଲେଖନୀୟ ସଫଳତା ହେଉଛି ରେଡ୍ ଟେରରର ପରିସମାପ୍ତି। 12 ବର୍ଷ ତଳେ ଦେଶର ପ୍ରାୟ 1/4 ଜିଲ୍ଲା ଏହି ନକ୍ସଲ ଓ ମାଓ ହିଂସାରେ କବଳିତ ଥିଲା, କିନ୍ତୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କର ସଠିକ୍ ମାର୍ଗଦର୍ଶନ ଏବଂ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହଜୀଙ୍କର ଦକ୍ଷ ପରିଚାଳନା ଯୋଗୁଁ ଆଜି ରେଡ୍ ଟେରର ଆଜି ଇତିହାସ ପାଲଟିଛି। ଏହି ପଦକ୍ଷେପର ସଫଳର ଏକ ବଡ଼ ଅଂଶୀଦାର ହୋଇଛି ଆମ ରାଜ୍ୟ ଓଡ଼ିଶା, କାରଣ ଆମ ରାଜ୍ୟର ପ୍ରାୟ ଅଧା ଅଞ୍ଚଳ ଏହି ରେଡ୍ ଟେରରରେ ପ୍ରଭାବିତ ଥିଲା। ଗତ ମାର୍ଚ୍ଚ 31 ତାରିଖରେ ଏହାର ସମାପ୍ତ ହେବା ପରେ ସେହି ଜିଲ୍ଲାଗୁଡ଼ିକରେ ବନ୍ଦ ହୋଇଥିବା ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। Located in the heart of Bhubaneswar city, serenity of nature and modern elegance meet in perfect balance, facing directly the jungle and forest reserve. Every morning begins with breathtaking views, swimming pools, all designed to enhance relaxation and social living.